हे ईश्वर हे दाता शिखे दियो धैर्यर प्रथा। हे ईश्वर हे दाता शिखे दियो धैर्यर प्रथा। जगन्नाथ स्वामी नयन पथगामी भवतु मे भवतु मे भवतु मे। जगन्नाथ स्वामी नयन पथगामी। प्रधान शिक्षक महोदय एवं मोहर दशम श्रेणी बड़ भाई और भौणी मान को आगे मु अभिनंदन और शुभेच्छा जनाऊँगी। आगे मु दशम श्रेणी बड़ भाई और भौणी मान को पुष्प और कलम प्रदान करुँच। बहुत दूररू आसे कालिया, बहुत दूररू आसे कालिया। हसी पदे कहिबो अंजलि भरिण फूल देबी तोते कालिया रे नेई जीवो। अंजलि भरिण फूल देबी तोते कालिया रे नेई जीवो। बहुत दूररू आसे कालिया, बहुत दूररू आसे कालिया। हसी पदे कहिबो अंजलि भरिण फूल देबी तोते कालिया रे नेई जीवो। अंजलि भरिण फूल देबी तोते कालिया रे नेई जीवो।
ସୂର୍ଯ୍ୟ କିମ୍ବା ସ୍ୱାଧୀନତା ଦିବସ କିମ୍ବା ସାଧାରଣତନ୍ତ୍ର ଦିବସ କିମ୍ବା ଆମ ସ୍କୁଲରେ ସରସ୍ୱତୀ ପୂଜା ଗଣେଶ ପୂଜା ଏମିତି ଏଠିକା ବଡ଼ ଭାଇମାନେ ଆମକୁ ସେଇ ଗଣେଶ ପୂଜା ସ୍ୱାଧୀନତା ଦିବସରେ ଆମକୁ କାମ କରିବାକୁ ଦେଉନଥିଲେ। ସେମାନେ ଆମକୁ ବୁଝାଉଥିଲେ ଯେ ଏମିତି ସେଇ କାମ କରି ହବ। Here to give farewell to our elders. They were with us. Now they are going to leave us. Newcomers will take admission. Our strength will not fall. Rather, it may increase. Every year, the old student will leave and new ones will come. This is the law. Each of us shall respect them. We shall never forget to learn from them. We expect a grand success in their board examination. Thanks to all. ଗାଳିର ସମ୍ବର୍ଦ୍ଧିତ ଗୀତ ଯେଉଁ ଗାଇଲ ତମେ ସେ ଗୀତରେ ମୁଁ ମଧ୍ୟ କିଛି ସମୟ ପାଇଁ ଭାବବିହ୍ୱଳ ହେଇଗଲି ଯେ ପ୍ରକୃତରେ କ୍ଲାସ୍ 10ମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଆମେ ବିଦ୍ୟାଳୟରୁ ବିଦାୟ ଦେବା ଏଇଟା ପ୍ରକୃତରେ ବିଦାୟ ନୁହେଁ। ଯାହା ବି ହଉ ଇଏ ଗୋଟେ ଆମର ପରମ୍ପରା ରହିଛି। ତେଣୁ ଆଜିର ଏଇ କାର୍ଯ୍ୟକ୍ରମରେ ଆମ ବିଦ୍ୟାଳୟରେ ଉପସ୍ଥିତ ଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ତତ୍ସହିତ 10ମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ନବମ ଷଷ୍ଠରୁ ପଞ୍ଚମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ସମସ୍ତ ଛାତ୍ରଛାତ୍ରୀ ସମସ୍ତଙ୍କୁ ମୋର ଶୁଭେଚ୍ଛା ଆଶୀର୍ବାଦ। ଯାହା ଏଇ କାର୍ଯ୍ୟକ୍ରମ ଏକ ପରମ୍ପରା କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରତିବର୍ଷ ଆମେ କରିଆସୁଛେ। ଏ ବିଦାୟକାଳୀନ ସମ୍ବର୍ଦ୍ଧିତ ସଭା ବୋଲି ୟାକୁ ଆମେ କହିବା ନାହିଁ। ଇଏ ହେଉଛି 10ମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଆମେ ଆଶୀର୍ବାଦ କରୁଛୁ। ଆମ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏ ବିଦ୍ୟାଳୟରୁ ସେମାନେ ବିଦାୟ ନେବେ ସତ, କିନ୍ତୁ ଆଗାମୀ ଦିନରେ ତାଙ୍କର ଭବିଷ୍ୟତ ସେମାନେ ନିର୍ମାଣ କରିବେ। ଯିଏ ଏ କଥାକୁ ବୁଝିପାରେ ସେ ହୃଦୟଙ୍ଗମ କରିପାରିବ। ଯେଉଁ ଛାତ୍ରଛାତ୍ରୀମାନେ ଏ ବିଦ୍ୟାଳୟରୁ ବିଦାୟ ନେବେ ପ୍ରକୃତରେ ତାଙ୍କର ହୃଦୟ ଭିତରେ ଗୋଟେ ଆଘାତ ସୃଷ୍ଟି ହେବ ଯେ ମୁଁ ପ୍ରଥମରୁ ଏ ବିଦ୍ୟାଳୟକୁ ଯାଉଥିଲି, ସବୁଦିନ ଯାଉଥିଲି 10ମ ଶ୍ରେଣୀ ପର୍ଯ୍ୟନ୍ତ। ଆଜି ଯଦି ଏ ବିଦ୍ୟାଳୟରୁ ମୁଁ ବିଦାୟ ନେଇକି ମୋର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଏ, ବୋର୍ଡ଼ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା ପରେ ମୁଁ ହାୟର ସେକେଣ୍ଡାରୀ ଯେଉଁଟାକି ଆମେ ପୂର୍ବରୁ କଲେଜ କହୁଥିଲୁ ସେ କଲେଜରେ ପାଠ ପଢ଼ିବି। ସେଠି ଦେଖିବା ପାଇଁ କୌଣସି ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପଦେଶ ଆମେ ଯେମିତି ଦେଉଛୁ, ଏଠି ଆମେ ତୁମକୁ ଗାଳି ଦେଉଛୁ, ରାଗୁଛୁ, ତୁମର ଭବିଷ୍ୟତ କଥା କହୁଛୁ, କିନ୍ତୁ ସେ କଥା ତୁମେ ସେଠି ପାଇବ ନାହିଁ। ତୁମେ କଲେଜକୁ ଯିବ, ତୁମ ଇଚ୍ଛା ହେଲେ ଯିବ, ନହେଲେ ନାହିଁ। କେଉଁଠି କେଉଁ ଲେକ୍ଚରମାନଙ୍କର ଇଚ୍ଛା ହେଲେ ଆସିକି ପାଠ ପଢ଼େଇବେ, ନହେଲେ ନାହିଁ। ସେତେବେଳେ ତୁମେ ମନେ ପକାଇବ ଯେ ପ୍ରକୃତରେ ମୋର ହାଇସ୍କୁଲ ଜୀବନଟା କେତେ ଖୁସିମୟ ଆନନ୍ଦମୟ ଥିଲା। ତେଣୁ ମୁଁ ବି ଭାବେ ମୁଁ ଦିନେ ଫେରିଯାଆନ୍ତି କି ମୋର ପିଲାଦିନକୁ ସେଇ ତମ ଭଳିଆ ବୟସ ହେଇଥାନ୍ତି, ମୁଁ ଆଉଥରେ ପାଠ ପଢ଼ନ୍ତି, ଏଭଳିଆ 10ମ ଶ୍ରେଣୀକୁ ଆଉଥରେ ଉତ୍ତୀର୍ଣ୍ଣ ହେଇକି ଯାଆନ୍ତି, ମୋତେ ବି ବିଦାୟ ଦେଇଥାନ୍ତେ 9ମ ଶ୍ରେଣୀ ଛାତ୍ରଛାତ୍ରୀମାନେ। ମୁଁ ମଧ୍ୟ ପୁଣି କଲେଜରୁ ନୂଆ ଜୀବନ ଆରମ୍ଭ କରିଥାନ୍ତି ଏବଂ ଭଲ ରେଜଲ୍ଟ କରିକି